ବାଡ଼ି ଦ୍ୱାରା ରହିବ ବାଡ଼ି ଦ୍ୱାରା ଟାଇପ୍ ରହିଲେ ତାହେଲେ ଆପଣଙ୍କର ଏଇ ବାଟେ ଯିବା ଆସିବା କରିବେ। ସେଇ ଯୋଉ ଗେଟ୍ଟା ଥିଲା ବର୍ତ୍ତମାନ ଆସୁନାହିଁ ଘରକୁ। ଏ ଘର ପୁରା ମାନେ ନେଗେଟିଭ ଏନର୍ଜିଙ୍କର ବାସ ହେଇଗଲାଣି। ଏ ଘରେ ବହୁତ ଦିନ ହେଇଗଲାଣି ନା 3 ବର୍ଷ ସାରା। ହଁ 3 ବର୍ଷ ହେଇଗଲାଣି। ଆପଣ ଗୋଟେ ଘର କମ୍ପ୍ଲିଟ୍ କରିଦେଇକି ରହିବେ ଜାଗା ନହେଲେ ଟିକେ କୁକୁଡ଼ା ହବ ଟିକେ କୁକୁଡ଼ା ହବ ହେଲେ ହଁ ପାହାଡ଼ରେ ଉଠିକି ଆପଣ ସେଇ ବାଟେ ଯିବେ କ'ଣ ଅସୁବିଧା ଅଛି? ଏଇ ବାଟେ ଉଠିକି ଆପଣ ଏଇଠି ମେନ୍ ଡୋର୍ ଭିତରକୁ ଯିବେ ଅସୁବିଧା କ'ଣ? ଏଇ ବାଟେ ଉଠିଲେ ଏଇ ବାଟେ ଭିତରକୁ ଗଲେ ନା ମୁଁ ଏତେ ବାଟ ନାହିଁ। ଏଇଟା ଖୋଲିକି ସେପଟେ ଲଗେଇଲେ ଏଟା ତୃତୀୟ ପଦ ଚତୁର୍ଥ ପଦକୁ ମେନ୍ ଡୋର୍ ପଳେଇ ଆସିଲା ଡୋର୍ ଗୋଟେ ଆସିଲା ହେଲା। ଏଇଟାକୁ କ'ଣ କରିବେ ନା ସେପଟକୁ ତୁରନ୍ତ ନେଇଯିବେ ହେଲା। ଆଉ ଏଇଟାକୁ ବନ୍ଦ କରିଦେବେ। ଏଇଟା ଟୋଟାଲ ଏଇ ଡୋର୍ ସିଧାରେ ଟୋଟାଲ ବନ୍ଦ ହେଇଯିବ। ହେଲା ଇଷ୍ଟ 1 ହେଲା ଇଷ୍ଟ 2 E2 ଯଦି ସେଠି ଆପଣଙ୍କର ରହିଲା ପ୍ରବେଶ ଦ୍ୱାର ଏଠି ପ୍ରସ୍ଥାନ ଦ୍ୱାର ରହିଛି କି ନାହିଁ ତାର ଏନର୍ଜି ଗୋଟେ ଆସିଲା ଭିତରକୁ ପ୍ରବେଶ କଲା ସେବାଟେ ପଳେଇଲା କି ଷ୍ଟେବୁଲ ହେଲା। ବୁଝିପାରିଲେ? ଯେମିତି ଏପଟକୁ ଆସିଲା ଏପଟକୁ ଗଲା ଏପଟକୁ ଆସିଲା ଏନର୍ଜି ମେନ୍ ଡୋରଟା ଏଇଠି ହବ। ଏଇଟା ମେନ୍ ଡୋର ହେଇଗଲେ ତାର ଯୋଉ ଦୋଷ ଆସୁଛି ଯାହା ବି ରୋଡ ହିଟିଂ ରଡ୍ ଆମେ ଯେତେ ତାକୁ ଦେଲେ ବି ଖୋରାକ ଦେଲେ ବି ଆପଣ ଫାଳେ କବାଟ ରହୁଛି। ଆଉ ପୂଜା ଦିନ ଆମ ଘରକୁ ପଳେଇବେ ସକାଳୁ ସନ୍ଧ୍ୟା ବେଳକୁ ଯିବେ ସନ୍ଧ୍ୟା ବେଳକୁ ଜିନିଷ କୋଉଠି ରଖିବି କ'ଣ କରିବି ସବୁ ଗଣେଶଙ୍କ ପାଖରେ ବୃନ୍ଦାବନ ଅଛନ୍ତି ସେଠି ଦର୍ଶନ କରିବି ଗଲେଣି ଏଟା କେତେ ଜାଗା ବାହାରିଲାଣି ଆପଣ ଟିକେ ୱେଟ୍ ନା ପାଣି ପଡ଼ିବ ଶୁଣନ୍ତୁ ଆପଣ ଏଟାକୁ ଉଚ୍ଚା କରନ୍ତୁ।